କଲିକତାରୁ ଏବଂ ବାଂଲାଦେଶରୁ ଗୁଡେ ବେଙ୍ଗଲୀ ଝିଅ ଆସି ଏଡ୍ସଟାକୁ ବ୍ୟାପକ କରୁଛନ୍ତି। ତେଣୁ ହେ ଓଡିଶାର ଯୁବକ ମାନେ ସଜାଗ ରୁହ। କୌଣସି ଜାଗାରେ ଇସରା ଦେଇନି କି ମୁଁ ଯାଇନି। ଆମ ବାପା ମା ଯାହାକୁ ଚଏସ୍ କରୁଛୁ ଆମେ ତାକୁ ହିଁ ବାହା ହେବୁ। ଯେତେବେଳେ ସେ ପଇସା ସରିଯାଉଛି ଝୁପୁଡି ପଳଉଛନ୍ତି। ଝୁପୁଡିକି ଚାଲିଗଲା ପରେ ସେମାନେ ପ୍ରସ୍ଟିଟ୍ୟୁଟ ହେଇଯାଉଛନ୍ତି। ନା ପୃଥିବୀରେ ସବୁଠୁ ଶସ୍ତା ଜାଗା ବଞ୍ଚିବା ପାଇଁ ଇଣ୍ଡିଆ ଗୋଆ। 20 rupeesରେ ମୋର ମିଲ୍ ହେଇଯାଉଛି। ଗୋଟେ ପାଉରୁଟି ଟିକେ ଆଳୁ। ଭୁବନେଶ୍ୱର ଚାରିଆଡେ ଗାର୍ଡେନ ମାନଙ୍କରେ ପୁଅ ଝିଅ ହଉଛନ୍ତି, ହୋଟେଲ ଯାଇ ହଉଛନ୍ତି। ଚାରିଆଡେ ଯୋଉ ଭଳିଆ ବ୍ୟବହାର କରୁଛନ୍ତି, ଯୋଉପରି ଭାବେ ମିଳନ ହଉଛି, ଏଡ୍ସ ବହୁତ ବ୍ୟାପି ଯିବାର ସମ୍ଭାବନା ରହିଛି। ଏଡ୍ସ ମୋଷ୍ଟ ଡେଞ୍ଜରିୟସ୍ ଡିଜିଜ୍ ସାରା ବିଶ୍ୱରେ ବ୍ୟାପିଲାଣି। ଗୋଟେ ଷ୍ଟାଟିଷ୍ଟିକ୍ ନିଆଯାଇଥିଲା ଇଣ୍ଡିଆରେ କୋଉଠି ଏଡ୍ସ ବେଶୀ, ଗୋଆରେ ବାହାରିଲା। ଗୋଆରେ ହାରାହାରି ଲକ୍ଷରୁ ଉର୍ଦ୍ଧ୍ୱ ଫରେନର ଆସି ସେଠି ଝୁପଡିରେ ରହୁଛନ୍ତି। ଯେତେବେଳେ ଫରେନର ମାନେ ପ୍ରଥମେ ଇଣ୍ଡିଆ ଆସୁଛନ୍ତି ପ୍ରଚୁର ପଇସା ପତ୍ର ଧରି ବଡ ହୋଟେଲରେ ରହୁଛନ୍ତି। ପଇସା ସରିଗଲେ ପେଇଂ ଗେଷ୍ଟ କେରଳ, ତାମିଲନାଡୁ, ସାଉଥ, ଆନ୍ଧ୍ରା ରହୁଛନ୍ତି। ଏବଂ ଯେତେବେଳେ ସେ ପଇସା ସରିଯାଉଛି ଝୁପୁଡି ପଳଉଛନ୍ତି। ଝୁପୁଡିକି ଚାଲିଗଲା ପରେ ସେମାନେ ପ୍ରସ୍ଟିଟ୍ୟୁଟ ହେଇଯାଉଛନ୍ତି। ମୁଁ ଥରେ ସେ ଗୋଆରେ ଗୋଟେ ୟଙ୍ଗ ଝିଅକୁ ପଚାରିଲି, ତମେ କାହିଁ ଏଠି ଝୁପୁଡିରେ ରହିଛ? ନା ପୃଥିବୀରେ ସବୁଠୁ ଶସ୍ତା ଜାଗା ବଞ୍ଚିବା ପାଇଁ ଇଣ୍ଡିଆ ଗୋଆ। 20 rupeesରେ ମୋର ମିଲ୍ ହେଇଯାଉଛି। ଗୋଟେ ପାଉରୁଟି ଟିକେ ଆଳୁ। ଏତେ ଚିପ୍ରେ ୱାର୍ଲଡରେ କୋଉଠି ତମେ ରହିପାରିବନି। ଏବଂ ସେଗୁଡାକ କାଳକ୍ରମେ ସବୁ ବେଶ୍ୟା ହେଇଯାଉଛନ୍ତି। ହବା ଦ୍ୱାରା ଏଡ୍ସ ଚାରିଆଡେ ବ୍ୟାପୁଛି। ଆମ ଇଣ୍ଡିଆ ପରମ୍ପରା, ଓଡିଶା ପରମ୍ପରା ପୃଥିବୀ ବିରଳ। ଆମର ଗୋଟେ ଝିଅ ଅନ୍ୟ ଜାଗାରେ ବଢିଲା, ଗୋଟେ ପୁଅ ଅନ୍ୟ ଜାଗାରେ ପଢିଲା, ପାଠଶାଠ ପଢିଲେ, ଚାକିରି ଫାକିରି କଲେ, ଗୋଟେ ଏନଗେଜମେଣ୍ଟ ହଉଛି, ନିର୍ବନ୍ଧ ହଉଛି, ବିବାହ ହଉଛି, ସେ ସ୍ୱାମୀ ସ୍ତ୍ରୀ ଆଜୀବନ ସ୍ୱାମୀ ସ୍ତ୍ରୀ ରହୁଛନ୍ତି। ୟୁରୋପ କଣ୍ଟ୍ରି, ଆରବ କଣ୍ଟ୍ରି, ସେଠି କଣ ସେମିତି କିଛି ଆମମାନଙ୍କ ଭଳିଆ ସିଙ୍ଗଲ ଲାଇଫ ବିବାହ ହେଲା ପରେ ଲାଇଫ ଲଙ୍ଗ ହଜବେଣ୍ଡ ୱାଇଫ ସେଟା ଦେଖିବା ପାଇଁ ବିରଳ। ଯେତେ ସେକ୍ସ ଆଫେୟାର୍ସରେ ଇନଭଲ୍ଭ ହଉଛନ୍ତି ଲେଡିଜ ମାନେ, ଏଡ୍ସ ସେତେ ଜୋରରେ ବ୍ୟାପୁଛି। ତେଣୁ ହେ ଜନସାଧାରଣ, ହେ ଓଡ଼ିଶାବାସୀ, ଆମ ପରମ୍ପରାକୁ ଗ୍ରହଣ କର, ଆମ ବିବାହକୁ ଗ୍ରହଣ କର, ଆମ ପରିବାରକୁ ଗ୍ରହଣ କର, ଆମ ଭାଇ ଭଉଣୀ ଆଦର୍ଶ ଗ୍ରହଣ କର, ଆମ ସ୍ତ୍ରୀ ସ୍ୱାମୀ ଆଦର୍ଶ ଗ୍ରହଣ କର। ପ୍ୟାରେଣ୍ଟସ ଜଗିଲେ ହବ, ତା ନହେଲେ ହବନି। ଏ ଯୋଉ ଭଳିଆ ଭୁବନେଶ୍ୱର ଚାରିଆଡେ ଗାର୍ଡେନ ମାନଙ୍କରେ ପୁଅ ଝିଅ ହଉଛନ୍ତି, ହୋଟେଲ ଯାଇ ହଉଛନ୍ତି, ଚାରିଆଡେ ଯୋଉ ଭଳିଆ ବ୍ୟବହାର କରୁଛନ୍ତି, ଯୋଉପରି ଭାବେ ମିଳନ ହଉଛି, ଏଡ୍ସ ବହୁତ ବ୍ୟାପି ଯିବାର ସମ୍ଭାବନା ରହିଛି। ତେଣୁ କ୍ଷାନ୍ତ ରୁହ। ପ୍ୟାରେଣ୍ଟସ ଭାଇ ଭଉଣୀ ମାନଙ୍କୁ ମୋର ଅନୁରୋଧ, ନିଜ ଘରକୁ ଆଗ ଦେଖ, ନିଜ ଭଉଣୀକି ଦେଖ, ନିଜ ଝିଅକୁ ଦେଖ, ନିଜ ପରିବାରକୁ ଦେଖ, ଯେମିତି ଏଡ୍ସ ପ୍ରବେଶ ନ କରେ। ସେଥିପାଇଁ ସଜାଗ ରୁହ, ଭଲ ହବ। ଆଜି ବିଶ୍ୱ ଏଡ୍ସ ଡେ, ତେଣୁ ସଂଯମନ ରହିବା ପାଇଁ ଆପଣ ମାନଙ୍କୁ ନିବେଦନ କରୁଛି। ବହୁତ ବାଂଲାଦେଶ ତ ବେଶୀ ଡେଞ୍ଜରିୟସ୍। ଭୁବନେଶ୍ୱର ଚାରିଆଡେ ଚାରିଆଡେ ଭୁବନେଶ୍ୱରରେ 10 ଜାଗାରେ ଧରା ହେଲେଣି, ହୋଟେଲରୁ ଧରା ହେଲେଣି, ବସ୍ତିରୁ ଧରା ହେଲେଣି,
ବଙ୍ଗାଳୀ ଦେଶୀ କଲିକତାରୁ ଏବଂ ବାଂଲାଦେଶରୁ ଗୁଡ଼େ ବେଙ୍ଗଲୀ ଝିଅ ଆସି ଏଡ୍ସଟାକୁ ବ୍ୟାପକ କରୁଛନ୍ତି। ତେଣୁ ହେ ଓଡ଼ିଶାର ଯୁବକମାନେ ସଜାଗ ରୁହ, ସଂଯତ ରୁହ, ନିଜ ଜୀବନକୁ ବଞ୍ଚାଅ, ନିଜେ ବଞ୍ଚ, ଭଲ ହବ। ନା, ଏବେ ମୋ ଜୀବନରେ କେବେ ଏଭଳିଆ ଭୁଲ କରିନି। କୌଣସି ଜାଗାରେ ଇସରା ଦେଇନି କି ମୁଁ ଯାଇନି। ଆମ ବାପା ମା ଯାହାକୁ ଚଏସ୍ କରୁଛନ୍ତି ଆମେ ତାକୁ ହିଁ ବାହା ହେବୁ।